ପିଲାଙ୍କ ଭବିଷ୍ୟତ ପାଇଁ ଦୁଇଟି କିଡନୀ ବିକ୍ରି କରିଦେଇଥିବା ଅଟୋ ଚାଳକ କିଡନୀ ବିକି ଠକେଇର ହେଲେ ଶିକାର। ଆସନ୍ତୁ ଜାଣିବା ଏହାର ସର୍ଭିସେସ୍ ଖବର ବିଷୟରେ। ଆନ୍ଧ୍ରପ୍ରଦେଶର ଜଣେ ଅଟୋ ଚାଳକ ପିଲାଙ୍କ ଭଲ ଭବିଷ୍ୟତ ଓ ଆର୍ଥିକ ସମସ୍ୟାରୁ ମୁକୁଳିବା ପାଇଁ ନିଜର କିଡନୀ ବିକ୍ରି କରିଦେଇଛନ୍ତି। ଦୁଇଟି କିଡନୀ ବିକ୍ରି କରିବା ପରେ ତାଙ୍କୁ ଯେତିକି ଟଙ୍କା ଦେବା ପାଇଁ କଥା ହୋଇଥିଲା ସେତିକି ଟଙ୍କା ନ ଦେଇ ଦଲାଲ ଠକି ଦେଇଥିବା ଅଭିଯୋଗ ହୋଇଛି। ଯେଉଁ କାରଣରୁ ଅଟୋ ଚାଳକ ମଧୁବାବୁ ଗଲରାପତି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ବାସିନ୍ଦା ଥିବା ଅଟୋ ଚାଳକ ଫେସବୁକ୍ରେ ଏକ ବିଜ୍ଞାପନ ଦେଖିଥିଲେ, ଯେଉଁଥିରେ କିଡନୀ ବଦଳରେ ବିପୁଳ ପରିମାଣର ତଥା 30 ଲକ୍ଷ ଟଙ୍କା ମିଳିବ ବୋଲି ଦାବି କରାଯାଇଥିବା ସେ ଜାଣିବାକୁ ପାଇଥିଲେ। ଅନେକ ଋଣ ଭାରରୁ ମୁକୁଳିବା ପାଇଁ ଓ ପିଲାଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ମଧୁବାବୁ ବିଜ୍ଞାପନ ଅନୁଯାୟୀ ନିଜର କିଡନୀ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ବିଜୟୱାଡ଼ାର ବାସା ନାମକ ଜଣେ ଏଜେଣ୍ଟଙ୍କ ସହ ଅଟୋ ଚାଳକ ଏ ସଂକ୍ରାନ୍ତରେ କଥା ହୋଇଥିଲେ, ଯିଏକି କିଡନୀ ବଦଳରେ ତାଙ୍କୁ 30 ଲକ୍ଷ ଟଙ୍କା ଦେବେ ବୋଲି ନିଶ୍ଚିତ କରିଥିଲେ। ବିଜୟୱାଡ଼ାର ବିଜୟ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଅପରେସନ୍ ମାଧ୍ୟମରେ ମଧୁବାବୁଙ୍କ କିଡନୀକୁ ବାହାର କରାଯାଇଥିଲା। ଅପରେସନ୍ ପୂର୍ବରୁ ଜଣେ ମହିଳା ମଧୁବାବୁଙ୍କ ସହିତ କଥା ହୋଇ କହିଥିଲେ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଦାବି ମୁତାବକ ସମସ୍ତ ଟଙ୍କା ନିଶ୍ଚୟ ଦିଆଯିବ, କିନ୍ତୁ କିଡନୀ ଦାନ କରି ଦେବା ପରେ ତାଙ୍କୁ 30 ଲକ୍ଷ ଟଙ୍କା ବଦଳରେ 50,000 ଟଙ୍କା ଦିଆଯାଇ ଦଲାଲ ଫେରାର ହୋଇଯାଇଛନ୍ତି। ଉକ୍ତ ଦଲାଲ ସହିତ ମଧୁବାବୁଙ୍କ ଆଉ କୌଣସି ଯୋଗାଯୋଗ ହୋଇ ନ ପାରିବାରୁ ଶେଷରେ ସେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ଘଟଣା ବିଷୟରେ ଜଣାଇଛନ୍ତି।